ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ଥିଲା ଶୁକ୍ରବାର। ତ ମୁଁ ସବୁ କାମ ସାରିକି ବାହାରି ପଡ଼ିଲି ମୋ ପିଇସି ଘରକୁ ଯିବା ପାଇଁ, କାହିଁକିନା ତାଙ୍କ ପୁତୁରାଙ୍କର ମ୍ୟାରେଜ୍ ଥିଲା। ସେ ମୋତେ ଲେଖିବା ପାଇଁ କହିଥିଲେ, ତ ସେଥିପାଇଁ ମୁଁ ରଙ୍ଗ ଫଙ୍ଗ ସବୁ ସଜାଡ଼ିକି ବାହାରି ପଡ଼ିଲି ଯିବା ପାଇଁ। ବାଟରେ ଗଲାବେଳକୁ ଆମ ସୁନ୍ଦରୀ ବାଛୁରୀ ବନ୍ଧା ହେଇଥିଲା। ସେ ତ ମୋତେ ଦେଖିଲେ ଶୋଇଥିଲେ ବି ଉଠିଯାଏ, ଆଉ ତା ମୁହଁ ଚାହିଁକି ଗଲେ ମୋ କାମ ସବୁ ଶୁଭ ହୁଏ। ତ ତା ସାଙ୍ଗେ ଟିକେ ଗେଲ ହେଇକି ମୁଁ ବାହାରି ପଡ଼ିଲି। ସେ ଭାଇ ଆସିଥିଲେ ନେବା ପାଇଁ, ତ ଫାଇନାଲି ତାଙ୍କ ଘରେ ଆସିକି ପହଞ୍ଚି ଯାଇଛି। ଆସିକି କାମ ମୁଁ ଷ୍ଟାର୍ଟ କରିଦେଇଛି, କାହିଁକିନା ଅଲରେଡ଼ି ଲେଟ୍ ହେଇଗଲାଣି। ସେମିତିରେ ବି ବହୁତ ଟାଇମ୍, ଆଉ କାମ ବି ବହୁତ ଟାଇମ୍ ଲାଗିବ କରିବାକୁ। ରାତି ବି ହେଇଗଲାଣି, ଆପଣମାନେ ଦେଖନ୍ତୁ। ତାପରେ ବି ମୁଁ କାମ କରୁଛି। ଭଗବାନଙ୍କ ପାଖରେ ତ ସବୁବେଳେ ମୁଁ ଋଣୀ ହେଇକି ରହିବି, କାହିଁକିନା ଏତେ ସୁନ୍ଦର କଳା ମୋ ଭିତରେ ଦେଇଛନ୍ତି। ଏଇଟା ତ ବହୁତ ରେୟାର ଲୋକମାନଙ୍କ ଭିତରେ ଥାଏ, ଯେଉଁଟାକି ଭଗବାନ ତାଙ୍କୁ ଦେଇଥାନ୍ତି। ବିନା ଟ୍ରେନିଂରେ ମୁଁ ଏତେ ସୁନ୍ଦର ଆର୍ଟ କରେ, ମୋର ବି ବିଶ୍ୱାସ ହୁଏନି। ତ ସବୁବେଳେ ତାଙ୍କୁ ତ ଧନ୍ୟବାଦ ଜଣାଇବି, ଆଉ ତାଙ୍କ ଆଶୀର୍ବାଦ ମୋ ଉପରେ ସେମିତି ଥାଉ। ଆଉ ଆର୍ଟ କଲା ବେଳଠୁ ସରିବା ପର୍ଯ୍ୟନ୍ତ ତାଙ୍କ ସେଠି ଯେତେ ଲୋକ, ତାଙ୍କ ଘର ପାଖର ସମସ୍ତେ ଦେଖୁଥାନ୍ତି। ଆପଣମାନେ ଦେଖନ୍ତୁ, ମୋତେ ବହୁତ ଖୁସି ଲାଗୁଥାଏ ଯେତେବେଳେ ମୁଁ କିଛି କରେ କେଉଁଠି, ମୋ କଳାକୁ ଏମିତି ଲୋକମାନେ ଦେଖନ୍ତି ନା, ମୋତେ ବହୁତ ଭଲ ଲାଗେ। ତ ତାଙ୍କ ଆଶୀର୍ବାଦ ନିହାତି ଦରକାର ମୋ ପାଇଁ। ତାଙ୍କର ଯେଉଁ ପଦେ ଭଲ ହେଇଛି, ଯେଉଁ ୱାର୍ଡ଼ ଶୁଣିବା ପାଇଁ ମୁଁ ତ ଅନେଇକି ବସିଥାଏ। ମୋତେ ତ ବହୁତ ଭଲ ଲାଗିଲା। ଆପଣମାନଙ୍କୁ କେମିତି ଲାଗିଲା? ଫାଇନାଲ୍ ସରିଯାଇଛି କାମ ମୋର। ଆର୍ଟଟା କେମିତି ଲାଗିଲା ନିଶ୍ଚୟ ଜଣାଇବେ। ଆଉ ସବୁ ସରିଲା ପରେ ଆମେ ଯାଇକି ଟିକେ ତାଙ୍କ ଘରେ ବସିକି ଖାଇଲୁ ପକୁଡ଼ି, ଚାହା ଆଉ ମିଠା ଟିକେ ଖାଇ ସାରିଲା ପରେ ମୀରା କେମିତି ହେଉଛି ଆପଣମାନେ ଦେଖନ୍ତୁ। ଆଉ ତାପରେ ମୁଁ ବାହାରିଲି ଘରକୁ ଯିବା ପାଇଁ। ବାଟରେ ଗଲାବେଳକୁ ଆମ ବଜାରରେ ଓହ୍ଲେଇକି ଟିକେ ସୁନିଲ ଭାଇଙ୍କ ସୁନା ଦୋକାନକୁ ଗଲି ହେରି, କାହିଁକିନା ମୋର ଟିକେ କିଛି ବୁଝିବାର ଥିଲା, ଜିନିଷ କିଣିବାର ଥିଲା। ତ ସେଥିପାଇଁ ଆଉ ଆପଣମାନେ ବି ଯାଆନ୍ତୁ ସେଠିକି କିଣିବା ପାଇଁ ଜିନିଷ, ବହୁତ ସୁନ୍ଦର ଜିନିଷ ମିଳେ। ଆଉ ଆସିଲା ପରେ ଟିକେ ଥଣ୍ଡା ପିଇବି ବୋଲି ଭାବିଲି, ତ ଥଣ୍ଡା ଦୋକାନକୁ ଯାଇକି ଗୋଟେ ମାଜା ଆଣିଲି। ମୀରା ସେଠି କ'ଣ କିଣୁଛି, ତ ଆମେ ଏବେ ଘରକୁ